ଚତୁର ଠେକୁଆ ଓ ନୀଳ ଜହ୍ନ। ବହୁତ ଦିନ ତଳର କଥା। ଏକ ସୁନ୍ଦର ଜଙ୍ଗଲରେ ଚିନୁ ନାମକ ଏକ ଛୋଟ ଠେକୁଆ ରହୁଥିଲା। ଚିନୁ ଖୁବ୍ ଚଞ୍ଚଳ ଏବଂ କୌତୂହଳୀ ଥିଲା। ଦିନେ ରାତିରେ ସେ ଘାସ ପଡ଼ିଆରେ ଶୋଇ ଆକାଶକୁ ଚାହିଁଥିଲା। ସେଦିନ ଜହ୍ନଟି ଖୁବ୍ ବଡ଼ ଏବଂ ଗୋଲ ଦେଖାଯାଉଥିଲା। ଚିନୁ ଭାବିଲା, ଏହି ଜହ୍ନଟି ଦେଖିବାକୁ ପୂରା ଏକ ବଡ଼ ରସଗୋଲା ପରି। ଯଦି ମୁଁ ଏହାକୁ ଖାଇପାରନ୍ତି ତେବେ କେତେ ମଜା ହୁଅନ୍ତା। ଚିନୁର ଚେଷ୍ଟା। ଚିନୁ ଜହ୍ନକୁ ଧରିବା ପାଇଁ ଅନେକ ଚେଷ୍ଟା କଲା। ସେ ଏକ ଉଚ୍ଚ ପଥର ଉପରକୁ ଚଢ଼ି ଡେଇଁଲା, କିନ୍ତୁ ଜହ୍ନ ପାଖରେ ପହଞ୍ଚି ପାରିଲାନି। ସେ ଗୋଟିଏ ଉଚ୍ଚ ଗଛ ଉପରକୁ ଚଢ଼ିଲା, ତଥାପି ଜହ୍ନ ବହୁତ ଦୂରରେ ଥିଲା। ଶେଷରେ ଚିନୁ କ୍ଳାନ୍ତ ହୋଇ ଏକ ସ୍ୱଚ୍ଛ ପୋଖରୀ କୂଳରେ ବସିଲା। ସେ ଦେଖିଲା ଯେ ପୋଖରୀ ପାଣି ଭିତରେ ଜହ୍ନଟି ଠିକ୍ ତା ସାମ୍ନାରେ ଭସୁଛି। ବୁଦ୍ଧିମାନ ପେଚା। ଚିନୁ ପାଣି ଭିତରକୁ ହାତ ବଢ଼ାଇବାକୁ ଯାଉଥିଲା। ଏତିକିବେଳେ ଗଛ ଉପରୁ ଗୁମୁ ପେଚା କହିଲା, ଆରେ ଚିନୁ, ସେଇଟା ଅସଲି ଜହ୍ନ ନୁହେଁ, ସେଇଟା କେବଳ ତାର ପ୍ରତିବିମ୍ବ। ଚିନୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତାହେଲେ ଅସଲି ଜହ୍ନ କେଉଁଠି? ଗୁମୁ ହସି କହିଲା, ଅସଲି ଜହ୍ନ ଆକାଶରେ ଅଛି। ସେ ସମସ୍ତଙ୍କୁ ଆଲୋକ ଦିଏ ଏବଂ ରାତିରେ ଶୋଇବା ପାଇଁ ଲୋରି ଗାଏ। ତୁ ଯଦି ଏବେ ଆଖି ବନ୍ଦ କରି ଶୋଇଯିବୁ, ତେବେ ଜହ୍ନ ମାମୁଁ ତୋ ସ୍ୱପ୍ନକୁ ଆସିବେ ଏବଂ ତତେ ସେହି ରସଗୋଲା ପରି ଜହ୍ନ ଦେଶକୁ ବୁଲାଇ ନେବେ। ମିଠା ସ୍ୱପ୍ନ। ଚିନୁକୁ ପେଚା କଥାଟି ଖୁବ୍ ଭଲ ଲାଗିଲା। ସେ ଘାସ ଉପରେ ଶୋଇପଡ଼ିଲା ଏବଂ ଆଖି ବନ୍ଦ କରି ଜହ୍ନ ମାମୁଁଙ୍କ କଥା ଭାବିଲା। ଧୀରେ ଧୀରେ ତାକୁ ନିଦ ଆସିଗଲା। ସତକୁ ସତ ସେ ସ୍ୱପ୍ନରେ ଦେଖିଲା ସେ ଜହ୍ନର ଏକ ରୂପେଲି ରଥରେ ବସି ଆକାଶରେ ବୁଲୁଛି। ଶିକ୍ଷା। ବେଳେବେଳେ ଯାହା ଆମେ ଦୂରରୁ ପାଇପାରୁନାହୁଁ, ତାକୁ ଆମେ ଆମ କଳ୍ପନା ଏବଂ ସ୍ୱପ୍ନରେ ଅନୁଭବ କରିପାରିବା।